ପାଖାପାଖି ଯେତେ ଅଧିକ ଏଲିଜିବୁଲ ଥିବେ ଆମେ 7 ତାରିଖ ଯେ ଯେତେ ଏଲିଜିବୁଲ ହେବେ 9 ତାରିଖରେ ଆମେ ସମସ୍ତଙ୍କୁ ଦେଇଦେବୁ ଏବଂ ମତେ ଲାଗୁଛି ଏଥର ପାଖାପାଖି 40 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଦିଆଯିବ। ଦର୍ଶକ ବନ୍ଧୁ ଆଜି ହେଉଛି 7 ତାରିଖ ଆଉ 2 ଦିନ ପରେ ଆପଣ ମିଳିବ ସୁଭଦ୍ରା ଯୋଜନାର ମା ମାନଙ୍କୁ 5,000 ଟଙ୍କା। ତ ଆଜିକାର ଭିଡ଼ିଓଟି ବନେଇବାର ଉଦ୍ଦେଶ୍ୟ ତ ଆପଣ ଜାଣିଥିବେ ଆପଣଙ୍କର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ଆପଣଙ୍କର ପ୍ରଭାତୀ ପରିଡ଼ା କହିଥିଲେ ଯେ ଆପଣଙ୍କର 7 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଆପ୍ଲାଏ କରିଥିବେ ଆପଣଙ୍କର ସୁଭଦ୍ରାରେ ଆପ୍ଲାଏ କରିଥିବେ ଆପଣ 7 ତାରିଖ ହେଉଛି ତା'ର ଡେଡ଼ଲାଇନ୍ ଲାଷ୍ଟ ଆଉ ଆପଣଙ୍କର ଏଇ ଦିନ ଆପଣଙ୍କର ଟେଷ୍ଟିଂ ବି ମଧ୍ୟ ଆପଣ କରାଯିବ ଯେଉଁଟାକି ଆଜି ଆପଣ ସବୁ ଚ୍ୟାନେଲ୍ ମଧ୍ୟ ଦେଖୁଥିବେ ଯେ ଟେଷ୍ଟିଂ କରାଯିବ ପ୍ରତ୍ୟେକ ଆକାଉଣ୍ଟକୁ ଆପଣ ଛଡ଼ାଯିବ ଟଙ୍କାଟେ ଲେଖା ଆପଣଙ୍କର ଟ୍ରାନ୍ସଫର କରାଯିବ ଆପଣଙ୍କର ଡିବିଡ଼ି ମାଧ୍ୟମରେ ଯେ ଆପଣଙ୍କର ଖାତା ଠିକ୍ ଅଛି ନାହିଁ ଟେଷ୍ଟିଂ କରାଯିବ। ଆଜି ଟେଷ୍ଟିଂ କଲା ସକ୍ସେସ୍ ହେଲା ପରେ ଆଜି ଆଉ କାଲି ଆଜି ପାଖରୁ ମାନେ 2 ଦିନ ଭିତରେ ଆପଣ ଟେଷ୍ଟିଂ କରାଯିବ ବାସ୍ 9 ତାରିଖ ଦିନ ଯେଉଁ ମାନେ ଆକାଉଣ୍ଟକୁ ଆପଣ ଟଙ୍କା ନିଆଯାଇଥିବ ଆଉ ତାଙ୍କ ଆକାଉଣ୍ଟକୁ ମାତ୍ର ଯିବ ଆପଣଙ୍କର 4,999 ଟଙ୍କା। ତ ଆସନ୍ତୁ ଏ ବଦଳରେ ଆପଣଙ୍କୁ ପୁଙ୍ଖାନୁପୁଙ୍ଖ ମୁଁ କହିବି ଯେ ଆକ୍ଚୁଆଲି କେଉଁମାନେ ଆପଣ ଟଙ୍କା ପାଇବେ ଆଉ କେଉଁମାନେ ଟଙ୍କା ପାଇବେନି ଡିଟେଲ ଆମେ ଏ ଭିଡ଼ିଓ ମଧ୍ୟରେ ଆମେ ଆଲୋଚନା କରିବା। ଦେଖନ୍ତୁ ପ୍ରଥମତଃ କହିଦେଉଛି ଯେ ପ୍ରଥମ ଆପଣଙ୍କର ଯେଉଁ ଆସିଥିଲା ଆପଣଙ୍କର ସେପ୍ଟେମ୍ବର 17 ତାରିଖରେ ଆପଣଙ୍କର ଯେଉଁ ପ୍ରଥମ ଆପଣଙ୍କର ସୁଭଦ୍ରା ଯୋଜନା ଆପଣଙ୍କର ମିଳିଥିଲା ପ୍ରଥମ କିସ୍ତିରେ ଆପଣଙ୍କର ଯେଉଁଟାକି 25 ଲକ୍ଷ ଭିତରେ ମାନଙ୍କୁ ଆପଣଙ୍କର ଟଙ୍କା ଆପଣଙ୍କର ବିତରଣ କରାଯାଇଥିଲା ଆଉ ଯେଉଁ ଥିଲା ଆପଣଙ୍କର ଏବେ ଏ 40 ଲକ୍ଷ ଭିତରେ ଆପଣଙ୍କର ଟଙ୍କା ବଣ୍ଟାଯିବ। ତ ପ୍ରଶ୍ନ ଉଠୁଛି ଆପଣଙ୍କୁ ଆଗ ଭିଡ଼ିଓ ଆପଣଙ୍କୁ ମୁଁ କହିଥିଲି ଯେ କେଉଁମାନେ ଆପଣ ଟଙ୍କା ପାଇବେ। ଦେଖନ୍ତୁ ଆପଣ ମୁଁ କହିଥିଲି ଦେଖନ୍ତୁ ଏବେ ଯେହେତୁ ଏଇଟା ହେଉଛି ଡିବିଟି ମାଧ୍ୟମରେ ଆପଣଙ୍କର ଦିଆହେଉଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯେଉଁଟାକି ଆପଣଙ୍କ ବ୍ୟାଙ୍କ ସହିତ ଯେଉଁ ଆଧାର ନମ୍ବର ଲିଙ୍କ ଥିବ ବାସ୍ ସେଇ ଆଧାର ବେସ୍ ଆପଣଙ୍କର ଆଧାର ବେସ୍ ପେମେଣ୍ଟ ଏଇଟା କୁହାହେଉଛି ସେଇ ଅନୁସାରେ ସେ ଆଧାର ଯେଉଁ ନମ୍ବର ଅଛି ସେ ଆଧାର ନମ୍ବର ମାରିକି ସେ ହେଉଛି ପେମେଣ୍ଟ କରିବେ। ସେଇଥିପାଇଁ ଆପଣଙ୍କର କୁହାହେଉଛି ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କର ଆଧାର ବ୍ୟାଙ୍କ ସଂଯୁକ୍ତ ଥିବ ଲିଙ୍କ ଥିବ ସେଇ ବ୍ୟାଙ୍କ ଆକାଉଣ୍ଟକୁ ଆପଣଙ୍କର ଟଙ୍କା ଯିବ ଅଦରୱାଇଜ୍ ଆପଣ ଆକାଉଣ୍ଟକୁ ଆପଣ ଟଙ୍କା ଯିବ ନାହିଁ। କିଛି ବି ୟା ପୂର୍ବରୁ ଯେଉଁ ଟଙ୍କା ପାଇଥିଲେ ସେ ଆମକୁ କହିଲେ ଯେ ଆମକୁ 1 ଟଙ୍କା ଆସିଯାଇଛି କିନ୍ତୁ ଆମ ଆକାଉଣ୍ଟର ପଇସା ନାହିଁ ଦେଖିଲାକୁ ତାଙ୍କର ଯେଉଁ ଆକାଉଣ୍ଟର ଦେଇଛନ୍ତି ଫର୍ମ ଦେଇଛନ୍ତି ସେ ଆକାଉଣ୍ଟର ଆପଣଙ୍କ ଟଙ୍କା ଯାଇନି ଅନ୍ୟ ଆକାଉଣ୍ଟର ଟଙ୍କା ଯାଇକି ଅଛି। ତେଣୁ ପ୍ରାୟତଃ ଦେଖାହେଉଛି ପ୍ରାୟ ଯେଉଁ ଆଧାର ବ୍ୟାଙ୍କ ସିଡିଂ ପାଇଁ ଅସୁବିଧା ହେଉଛି ତେଣୁ ପୋଷ୍ଟାଲ ଖୋଲୁଛନ୍ତି ଇଏ ଗୋଟେ କଥା ହେଲା। ତା ସହିତ ଫର୍ମ ଫିଲ୍ଅପ୍ ବି ଆପଣଙ୍କର ଆପଣଙ୍କର ସେ ବି ଆପଣଙ୍କର କଟିଯିବ ଆପଣଙ୍କର ସେଟା ବି କହିଛି। ତେଣୁ ଏଠି ଆପଣଙ୍କର ଆଉ ଗୋଟେ କଥା ଆପଣଙ୍କର ଶେଷରେ ଆପଣଙ୍କୁ କହୁଛି ଯଦି ଆପଣଙ୍କର ଅଯୋଗ୍ୟ ହିତାଧିକାରୀ ଆପଣ କାରଣ ଏବେ ବର୍ତ୍ତମାନ ପାଇଁ ଯେଉଁ ଦେଖାଯାଉଛି ଭେରିଫିକେସନ୍ ଆପଣ ଫର୍ମ ହେଉଛି ଆପଣଙ୍କର ଯଦି ଆପଣଙ୍କର ସେଟା ଭିତରେ କ୍ୟାଟେଗୋରୀ ଭିତରେ ଆସୁଥିବ ଆପଣଙ୍କର ଟଙ୍କା ପାଇବେ ନହେଲେ ଏବେ ଟଙ୍କା ପାଇବେ ନାହିଁ। ଆଉ ଗୋଟେ ଆପଣଙ୍କର ଯେଉଁ ଷ୍ଟାଟସ୍ ତ ପ୍ରାୟତଃ ଯେତିକି CHCର ଯେଉଁ ଅଛନ୍ତି ଭାଇମାନେ ଅଛନ୍ତି ସେମାନେ ଷ୍ଟାଟସ୍ ଚେକ୍ କରିକି କହୁଛନ୍ତି ସେମାନଙ୍କର ଷ୍ଟାଟସ୍ ଫିଲ୍ଡ ଭେରିଫିକେସନ୍ ଥିବ ସେମାନଙ୍କର ବି ଆପଣ ଟଙ୍କା ପାଇବେନି ବା ଯଦି ଆପଣ କ୍ଲିୟର ଆଉ ଷ୍ଟାଟସ୍ କମ୍ପ୍ଲିଟ୍ ଥିବ ଯଦି ଆପଣଙ୍କର ଟଙ୍କା ପାଇବେ। ତ ସେଇ ଅନୁସାରେ ଆପଣଙ୍କର ଯଦି ଏସବୁ ଓକେ ଥିବ ଆପଣଙ୍କର ଟଙ୍କା ମିଳିବ ଅଦରୱାଇଜ୍ ଆପଣ ଟଙ୍କା ଆପଣ ମିଳିବନି। ତେଣୁ ଏଇଟା ଆପଣ କ୍ଲିୟର ହେଇଯାଆନ୍ତୁ। ତା ସହିତ ଆପଣ କିଛି ଆମର ୟୁଟ୍ୟୁବର ମାନେ ଇଆଡ଼ୁ ସିଆଡ଼ୁ ଲେଖୁଛନ୍ତି ମାନେ ସେମାନଙ୍କର ପ୍ରାୟତଃ ମୁଁ ଦେଖୁଛି କେବଳ ସୁଭଦ୍ରା ଯେଉଁ ଯଦି ବୋରେ ତାଙ୍କର ଫୋକସ୍ ରହୁଛି ଆପଣ ସେମାନେ ଟଙ୍କା ଦେବେ ଗଭର୍ଣ୍ଣମେଣ୍ଟ ଟଙ୍କା ଦେବ ତମେ ଟଙ୍କା ପାଇବେ ଆପଣଙ୍କର ଆକାଉଣ୍ଟ ଠିକ୍ଠାକ୍ କରିଥିବେ ବାସ୍ ଟଙ୍କା ପାଇବେ ବାସ୍ ସିଧା କଥା। ତେଣୁ ହେଲା କଥା ତେଣୁ ଆଉ କୌଣସି କିଛି ଅସୁବିଧା ନାହିଁ। ତେଣୁ ଆପଣ ଆଉ 2 ଦିନ ପରେ ଆପଣ ଆକାଉଣ୍ଟକୁ ଆପଣ ଟଙ୍କା ଆସିବ ଆପଣ ଅପେକ୍ଷା କରନ୍ତୁ। ଆଉ ମୁଁ ଯେଉଁ କହିଗଲି ବାସ୍ ଆପଣଙ୍କର ଯଦି ଆପଣଙ୍କର ଆକାଉଣ୍ଟ ଠିକ୍ଠାକ୍ ଥିବ ଆପଣଙ୍କର ଯଦି ବ୍ୟାଙ୍କର ଆପଣଙ୍କର ଆଧାର ଲିଙ୍କ ଥିବ ବାସ୍ ଆପଣ ଟଙ୍କା ପାଇବେ ନହେଲେ ଆପଣ ଟଙ୍କା ପାଇବେନି। ଯଦି ଆପଣ ତା ସହିତ ଆପଣଙ୍କର ଯଦି କୌଣସି ଯଦି ଆପଣ କ୍ରାଇଟେରିଆ ଭିତରେ ନ ଆସୁଥିବେ ସେ ବି ଆପଣ ଟଙ୍କା ପାଇବେନି। ଏସବୁ କାରଣ ଯାଞ୍ଚ ହେଉଛି ଯାଞ୍ଚ ହେଇକି ଆପଣ ଟଙ୍କା ଦିଆଯିବ କାରଣ ଆପଣ ସୁଭଦ୍ରା ଟଙ୍କା ଯେଉଁ ଦିଆଯାଉଛି ଆପଣଙ୍କର ମହିଳାମାନଙ୍କ ପାଇଁ ଆଉ କୌଣସି କିଛି ନେଇକି ଟଙ୍କା ନେଇକି ଆପଣ କିଛି ଲଗେଇବେ କୌଣସି ଗୋଟେ ଆପଣଙ୍କର ପଇସାକୁ କୌଣସି ଇନକମ୍ ସୋର୍ସ ଆପଣ ବାହାର କରିବେ ଗୋଟେ ବିଜନେସ୍ ଗୋଟେ କରିବେ ତେଣୁ ସେରକମ କେତେ ଜଣ କରୁଛନ୍ତି ସେଇଟା ଦେଖାହେଉଛି ଭଲ ଭାବେ। ତେଣୁ ବର୍ତ୍ତମାନ ପାଇଁ ତ ଯେହେତୁ ଗଭର୍ଣ୍ଣମେଣ୍ଟ କହିଥିଲା ତେଣୁ ଟଙ୍କା ଦେବ ସେ ହେଉଛି ଦେଲା ତେଣୁ ସେଇ ଅନୁସାରେ ତା ଭିତରେ କିଛି ମହିଳା ଅଛନ୍ତି ଯେ ଟଙ୍କା ଗଭର୍ଣ୍ଣମେଣ୍ଟ ଟଙ୍କା ଦେଉଛନ୍ତି କିଛି ବି ବ୍ୟବସାୟ ଭିତରେ ବି ସେ ହେଉଛି କରୁଛନ୍ତି କିନ୍ତୁ ସେରକମ ଦେଖିବାକୁ ଉଚିତ। ତ ଦର୍ଶକ ବନ୍ଧୁ ତ କହିଗଲି ଯେ ସୁଭଦ୍ରା ଯୋଜନାର ଗୋଟେ ବଡ଼ ଅପଡ଼େଟ୍ ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ ମତାମତ କରୁଥିଲେ ଲେଖନ୍ତୁ। ଦର୍ଶକ ବନ୍ଧୁ ରହିଲି ନମସ୍କାର ଜୟ ଜଗନ୍ନାଥ।